2019 ବାଛିଥିବା ବିଜେଡି ନେତାମାନେ ସତରେ ଅଯୋଗ୍ୟ। ସେମାନଙ୍କର ନେତା ହେବାର କୌଣସି ଯୋଗ୍ୟତା ନାହିଁ। ନବୀନଙ୍କ ପାଇଁ ସେମାନଙ୍କୁ ଭୋଟ ଦେଇ ପସ୍ତାଉଛନ୍ତି ଲୋକେ। ଏପରି ଅଯୋଗ୍ୟମାନଙ୍କୁ ଭୋଟ ଦେଇଥିବା କଥା ଦେଖାଇ ଦେଇଛନ୍ତି ବିଜେଡିର ନେତା ଭିକେ ପାଣ୍ଡିଆନ। ଲୋକେ ବାଛିଥିବା ନେତାମାନଙ୍କର ଔକାତ ପଦାରେ ପକାଇ ଦେଇଛନ୍ତି। ଏମାନେ ଜଣେ ଜଣେ ବିଜେଡିର ନେତା ନୁହନ୍ତି, ଟହଲିଆ ବୋଲି ପ୍ରମାଣିତ କରିଦେଇଛନ୍ତି। ଏଥିପାଇଁ ପାଣ୍ଡିଆନଙ୍କୁ ଧନ୍ୟବାଦ ନିଶ୍ଚିତ। ସେ ନେତାମାନଙ୍କୁ ଭୋଟ ଦେଇଥିଲେ ସେମାନଙ୍କ ଅଞ୍ଚଳର ବିକାଶ ପାଇଁ ଆଉ ସେମାନଙ୍କର ସମସ୍ୟା ବୁଝିବା ପାଇଁ। ସେମାନେ କିନ୍ତୁ ଚେୟାର ପକାଉଛନ୍ତି, ରାସ୍ତା କ୍ଲିୟର କରୁଛନ୍ତି। କନିଷ୍ଠ ନେତା ଭାଷଣ ଦେବେ ଆଉ ବରିଷ୍ଠ ନେତାମାନେ ତାଳି ମାରିବେ କି? ସବୁଠାରୁ ବଡ଼ କଥା ଭିକେ ପାଣ୍ଡିଆନ କହିଲେ ଯେଉଁ ନେତା ଅଧିକ ଭୋଟରେ ଜିତିବେ ତାଙ୍କୁ ନବୀନ ନିବାସ ଡକାଇ ମୁଖ୍ୟମନ୍ତ୍ରୀଙ୍କ ସହ ପରିଚୟ କରାଇବେ। ପାଣ୍ଡିଆନ ଏହି କଥା କହି କ'ଣ ଦେଖାଇବାକୁ ଚାହିଁଲେ? ବିଜେଡିର ନିଜକୁ ବଡ଼ ବା ପୁରୁଖା କହୁଥିବା ନେତାମାନଙ୍କୁ ମୁଖ୍ୟମନ୍ତ୍ରୀ ଚିହ୍ନି ନାହାନ୍ତି କି? ଜନତା ଯାହାକୁ ଭୋଟ ଦେଇ ଜିତାଇଥିଲେ ସେମାନେ ନେତା ହେବାକୁ ଯେ ଅଯୋଗ୍ୟ ତାହା ଦେଖାଯାଉଛି। ବ୍ୟୁରୋ ରିପୋର୍ଟ, ଡିଜିଟାଲ ଖବର 24।